ହ୍ୟାଲୋ ଜୟ ଜଗନ୍ନାଥ ମାନସ ବ୍ଲଗ୍ ଆଉ ଆପଣମାନଙ୍କର ପ୍ରିୟ ମାନସ ଆଜି ଆପଣ ପାଇଁ ଗୋଟେ ନୂଆ ଟ୍ରାଭେଲିଂ ବ୍ଲଗ୍ ନେଇ ଆସିଛି। ଆଉ ବହୁତ ବଡ଼ ବ୍ଲଗ୍ ନାହିଁ, ଛୋଟ ବ୍ଲଗ୍ ନାହିଁ, ଛୋଟ ବ୍ଲଗ୍ଟେ ଆଉ ବହୁତ ମଜାଦାର ଅଛି ଭିଡ଼ିଓର। ଆଉ ଫୁଲ୍ ଏନ୍ଜୟ କରିବେ। ଆସନ୍ତୁ ଯିବା ବୁଲି। ଆଉ ଜାଗାଟି ନାଁ ମନେ ରଖନ୍ତୁ, ଏଟା ପଡ଼ିବ ବାସୁଦେବପୁର ଆଉ କସିଆରୁ ବାଁସାଇଟ୍ ଗଲେ ପଡ଼ିବ ଆମର ମାଛ ଫିସିଂ, ସେଠିକି ଯିବା ଆପଣ। ଆଉ ଯିବା ରାସ୍ତା ଦେଖନ୍ତୁ, ଆମେ ଫାଷ୍ଟ ବାସୁଦେବପୁର ଯିବା। ବାସୁଦେବପୁର ଯେଉଁଟା କହୁଛନ୍ତି ଆପଣମାନେ, ବାସୁଦେବପୁର ମାର୍କେଟ ପାରେଇକି ଆଉ କସିଆ ଛକରୁ ବାଁ ସାଇଡ଼୍ ଯିବା। ଆପଣ ପୁରା ଫୁଲ୍ ଏନ୍ଜୟ କରନ୍ତୁ ଭିଡ଼ିଓଟିକୁ ଆଉ ପୁରା ଦେଖିବେ। ଆଉ ରାସ୍ତାରେ ଆମେ ପୁରା ଭିଡ଼ିଓଟି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ। ଆଉ ସେଠି ଆପଣ ଦେଖିବା କି ମାଛ ବିକ୍ରି ହୁଏ। ସମସ୍ତେ କହନ୍ତି ଯେ ସେଠି ଫିସିଂ ମାନେ ମାଛ ଧରାଯାଏ। ବୁଟ୍ ବଡ଼ ବଡ଼ ବୁଟ୍ ଲାଗେ ଆଉ ବଡ଼ ବଡ଼ ଜାହାଜ ବି ଲାଗେ। ସେଥିପାଇଁ ଆପଣଙ୍କୁ ଦେଖିତେ ବହୁତ ଜିନିଷ ମିଳିବ। ଜାହାଜ ଦେଖିବାକୁ ମିଳିବ, ସମୁଦ୍ର ଦେଖିବାକୁ ମିଳିବ, ମାଛ ଦେଖିବାକୁ ମିଳିବ, ସବୁ କିଛି ଯେମିତି ଅଛି ଇତ୍ୟାଦି ବହୁତ କିଛି ଦେଖିବାକୁ ଆପଣଙ୍କୁ ମିଳିବ। ସେହିପରି ଆପଣ ଯିବା ଦେଖିବା କ'ଣ ଏଠି ଅଛି କ'ଣ ନାହିଁ। ଯାହାକି ମୁଁ ଫାର୍ଷ୍ଟ ଟାଇମ୍ ଯାଉଛି ଏଠିକି, ଯାହାକି ମୁଁ ବି ରାସ୍ତା ଜାଣିନାହିଁ। ମୁଁ ଲୋକେସନ୍ ଦେଖିକି ଯାଉଛି। ଯାହାକି ଆମ ବାସୁଦେବପୁର ପହଞ୍ଚିଗଲେଣି। ଆସିକି ବାସୁଦେବପୁରରୁ କିଛି ବାଟ ମାନେ ଗଲେ 6 କିଲୋମିଟର ଗଲେ ଆଉ ଗୋଟେ ପଡ଼ିବ, ଗୋଟେ ହୋର୍ଡ଼ିଂ ପଡ଼ିବ। ହୋର୍ଡ଼ିଂରେ ଲେଖା ହେଇଛି କସିଆ ବୋଲି। କସିଆର ସେଇ ବାଁ ସାଇଡ଼୍ ଗୋଟେ ପତଳା ସଡ଼କ ଆସିବ। ଯାଉ ମୁଁ ଲୋକେସନ୍ ଅଛି, ଲୋକେସନ୍ଟା ଆପଣଙ୍କୁ ଦେଇଦେବି ପୁରା ଲାଷ୍ଟରେ। ଆଉ ସେ ଲୋକେସନ୍ଟା ଆମେ ଦେଖୁ। ଚାଲନ୍ତୁ ଯିବା, ଏନ୍ଜୟ କରିବା, ଦେଖିବା କି ମାଛ ମିଳୁଛି। ଆଉ ମେନ୍ ଟପିକ୍ଟା ଆମର ରହିଲା କି ମାଛ ମିଳୁଛି, କି ରେଟ୍ କ'ଣ ରହୁଛି, କେମିତି କ'ଣ ବିକ୍ରି ହେଉଛି ସେଠି, ଟୋଟାଲ୍ଟା ଆମର ଡିଟେଲ୍ସ ନେବା ସେଠି। ଆଉ ପୁରା ଫୁଲ୍ ଭିଡ଼ିଓ ଏନ୍ଜୟ କରନ୍ତୁ ଆଉ ମଜା ବି ନିଅନ୍ତୁ। ଚାଲନ୍ତୁ ଦେଖିବା ଆଗ ଟପିକ୍ରେ କ'ଣ ଚାଲିଛି। ଆଉ ପୁରା ଏନ୍ଜୟ କରନ୍ତୁ, ଭିଡ଼ିଓ ପୁରା ବନି ରୁହନ୍ତୁ। ଆଉ ଦେଖିବା ୟା ପରେ ବାସୁଦେବ ମାର୍କେଟ ଆସିଗଲାଣି ପାଖାପାଖି। ଆଉ ଏଠୁ କ୍ରସ୍ କରିବା ଧୀରେ ଧୀରେ, ଯାହାକି ପହଞ୍ଚିଗଲାଣି। ପୁରା ଏନ୍ଜୟ ନିଅନ୍ତୁ ଆଉ ଚାଲନ୍ତୁ ଜାଗା ଦେଖିବା। ଗାଡ଼ି ପଛପଟେ ଯିବେ। এটা আপনার বাসুদেব মার্কেট, এটা বাসুদেবপুর মার্কেট। এইঠু 6 কিলোমিটার আগুক যা আপনার। তাহলে তো এনজয় করতে পুরা ফুল ভিডিও। এটা বাসুদেব মার্কেট আর এটা দেখুন মার্কেটটা भी আপনার বুলি যাচ্ছে কি কেউ সব করবে। এটা ব্লগটা আপনার আউ গোটে ব্লগরে মিলিଯିବ এই মার্কেট ব্লগটা। এটা এটা বাসুদেব মার্কেট পারেকি আমি আগুক যা। ଚାଲନ୍ତୁ ଆଉ ଫୁଲ୍ ଏନ୍ଜୟ ନିଅନ୍ତୁ।
ଆସିକି ପହଞ୍ଚିଗଲେ କଷିଆ, ଯାହାକି ବାସୁଦେବପୁର ଏଟା ପଡ଼ୁଛି ଭଦ୍ରକ ଡିଷ୍ଟ୍ରିକ୍ଟର। ଆଉ ଆପଣମାନେ ଦେଖନ୍ତୁ ଫିସିଂ ମାନେ ଚାଲିଛି, ଫିସିଂ ବୋଟ୍ ଯୋଉଟା ମାନେ ମାଛ ଧରିକି ଆଣୁଛନ୍ତି ସମୁଦ୍ରରୁ, ଆଉ ସମୁଦ୍ରରୁ ଆଣିକି ଏଠି ଖାଲି କରୁଛନ୍ତି। ଆଉ ଏଇ ଯେଉଁ ବଡ଼ ବଡ଼ ବୋଟ୍ ଗୁଡ଼ା ସବୁ ମାଛ ସବୁ ଆସିଛି ବର୍ତ୍ତମାନ ପାଇଁ, ମାଛ ସମୁଦ୍ର ଧରିକି ଆଣିଛନ୍ତି ଆଉ ଖାଲି ହେଉଛି। ଆଉ ସେପଟରେ ବହୁତ ସାରା ବୋଟ୍ ଲାଗିଛି ଏଠି। ଆଉ ଦେଖନ୍ତୁ ଇଏ କରନ୍ତୁ, ଜାଣିନ୍ତୁ ଦେଖ ମାଛ ସବୁ ବୋଇକି ନେଇକି ଯାଉଛନ୍ତି ତେଣୁ ଡଙ୍ଗା କରିକି। ବହୁତ କିଛି ଏଠି ଜାଲ ଗୋଟଉଛନ୍ତି, ତାପରେ କିଛି ମାଛ ଧରିବା ପାଇଁ ବାହାରିଲେଣି ଏଠୁ। ଆଉ ବର୍ତ୍ତମାନ ଆମେ ଟିକେ ଦେଖିବା ଗାଡ଼ି ରଖି ତାପରେ ଦେଖିବା ସେ ଜାଗା ତ ପହଞ୍ଚିଲେ ଦେଖିବା କେମିତି ଶୁଖୁଆ ଶୁଖେଇଛନ୍ତି। ଶୁଖୁଆ ଶୁଖୁଆ ଆପଣ ଖାଉଛନ୍ତି ସତ, କିନ୍ତୁ ଶୁଖୁଆ ଯେଉଁ ରେଟ୍ରେ ଏଠି ଆପଣ ଦେଖୁଛେ ଖାଇତେ ଆପଣଙ୍କୁ ଇଚ୍ଛା ହେଉନି। ଶୁଖୁଆ ବହୁତ ଲୋକଙ୍କର ପ୍ରିୟ ଖାଦ୍ୟ କୁହନ୍ତି ଶୁଖୁଆ। ଶୁଖୁଆ ଦେଖ କେମିତି ପଡ଼ିଛି, ଆଉ ସେଥିରେ କୁକୁର ମୁତି ଯାଉଛି, ବିଲେଇ ମୁତି ଯାଉଛି, ସବୁ ମୁତି ଯାଉଛି, ଦେଖ କେମିତି ପଡ଼ିଛି। କେହି ପଚାରୁନାହାନ୍ତି ଶୁଖୁଆ କୋଉଠି, କିନ୍ତୁ ସେଇ ଶୁଖୁଆ ଶୁଖିଗଲା ପରେ ଆପଣ ଆଣି ଖାଉଛନ୍ତି କିନ୍ତୁ ଭଲ ଲାଗୁଛି। କିନ୍ତୁ ଦେଖ ଏଠି କେତେ ସୁନ୍ଦର ପଡ଼ିଛି। ଜାଗା ଏମିତିଆ ଆମେ ଯିବା ଆଉ ଯେଉଁଠି ମାଛ ଆପଣଙ୍କର ଯେଉଁଠି ବାହାରିକି ଯେଉଁଠି ବିକ୍ରି ହେଉଛି ଆଉ କୁଡ଼ ମାଛ ସେଠିକି ଯିବା। ଆପଣ ଏନ୍ଜୟ କରନ୍ତୁ, ଦେଖିବେ ନିଶ୍ଚୟ ଗୋଟେ କୁଡ଼ ମାଛ ବିକ୍ରି ହେଉଛି, ସେଠିକି ଯିବା। ବର୍ତ୍ତମାନ ଆପଣଙ୍କର ଯେଉଁ ମାଛଟା ଧରା ହେଇକି ସମୁଦ୍ରରୁ ଆସୁଛି ବର୍ତ୍ତମାନ ସେ ଜାଗାରେ ଆପଣ ଅଛନ୍ତି, ସେ ଜାଗାରେ ଆମେ ଦେଖିବା। ବର୍ତ୍ତମାନ ପାଇଁ ଗାଡ଼ିଟା ରଖିଦେବା, ଏଇ ଗଛ ମୂଳ ଟିକେ ରଖିଦେବା ଗାଡ଼ିଟାକୁ, ତାପରେ ଆମେ ଭଲ ଭାବରେ ଦେଖିବା। ବର୍ତ୍ତମାନ ପାଇଁ ଗାଡ଼ିଟା ରଖିକି ଆପଣଙ୍କୁ ଭଲ ଭାବରେ କ୍ଲିୟର କରି ପାଖକୁ ଯିବି ବର୍ତ୍ତମାନ ପାଇଁ, ଆଉ କ୍ଲିୟର ଦେଖେଇବି ଫୁଲ୍ ଭିଡ଼ିଓଟା ଏନ୍ଜୟ କରନ୍ତୁ। ମାନେ ହଳଦିଆ ଦେଖାଯାଉଛି ଜାଲ, ଆଉ ଏଟା ନୂଆ ବନା ଚାଲିଛି ସେପଟରେ ଯାଇକି ମାଛ ଫିସିଂଟା ହେଇସାରିଲା ପରେ ସେପଟର ମାଛ ବିକ୍ରି ହେବ। ଯାଇକି କହନ୍ତି ଯେଉଁ ଜାହାଜରୁ ଆପଣଙ୍କ ମାଛଟା ଆସେ, ସେ ମାଛଟା ଆସିଲା ପରେ ଗୋଟେ ସାଙ୍ଗ ତ ଜଣେ ଟେକି ଟ୍ରେ ନେଇପାରିବନି, ହଜାର ଟ୍ରେ ଆସିଛି ତା ଭିତରୁ ବାହାରିକି ଟଲିର ନେଇକି ସେ ଜାଗାରେ ପହଞ୍ଚେ, ଯାହାକି ଯାହା ମାଲିକର ଯାହା ଟଲର ଚାଲିଛି ତାହା ଗୋଟେ କେବିନ୍ ଅଛି, ସେ କେବିନ୍ର ମାଛ ପକାଇ କୁଡ଼ ଆଉ ବିକ୍ରି ହେଉଛି। ଆଉ ସେଇ ଜିନିଷଟା ଆପଣ ଦେଖିବା ପାଇଁ ସେଠିକି ଯିବା। ବର୍ତ୍ତମାନ ପାଇଁ ତାଙ୍କ ଟଲର ଯେଉଁ ମାଲିକ ତାଙ୍କ ଟଲର ଲାଗିଛି ସେଠି, ସେ ବର୍ତ୍ତମାନ ସେ ଟଲରର ମାଛ ଦେଇକି ଆସିବେ, ସବୁ ମାଛ ବାହାର କରୁଛନ୍ତି। ଆମେ ଦେଖିବା ଦେଖନ୍ତୁ ମାଛ ସବୁ କ'ଣ ଧରୁଛନ୍ତି, ଦେଖ ଆଇଜା ନିଅନ୍ତୁ। ବର୍ତ୍ତମାନ ଟଲି ଆଣି ରଖିଛନ୍ତି ଫାଙ୍କା ଟଲି, ମାଛଟା କାଢ଼ିକି ଆଣିବେ କେন କ'ଣ ଜାହାଜ ମାଛ କାଢ଼ିକି ଆଣିସାରିଲା ପରେ ଆପଣ ଆସିଲେ ଏଠି ଯାଇକି କୁଡ଼ କୁହନ୍ତି ମାଛ କୁଡ଼ ଜାଗାକୁ ଆସିଲା ପରେ ଏଠି କୁଡ଼ ମାଛର କରି ସବୁ କୁଡ଼ ମାଛ ଅଛି, ସବୁ ଟ୍ରେ ରାସ୍ତା ଯେଉଁ କହିଛନ୍ତି ଟ୍ରେ ଛାଣି ରଖିଛନ୍ତି, ସବୁ ଢଳା ହେବ, ବଛା ହେବ, ତାପରେ ଯାଇକି କୁଡ଼ ବିକ୍ରି ହେବ। ଯାହାକି ଗୋଟେ କିଲୋକୁ 40 ଟଙ୍କା 50 ଟଙ୍କା ଏମିତି ଡକା ହେଉଛି। ସେଇ ହିସାବରେ ଯେତେ କିଲୋ ହେବ ସେ ମାଡ଼ିଆଟା, ସେଇ ହିସାବରେ ଆପଣ ଯୋଡ଼ିଏ ରେଟ୍ ମାନିନିଅ। ଗୋଟେ କିଲୋ ହେଲା 80 ଟଙ୍କା ଅଛି, ସେ ଟ୍ରେ ସାରା ସେ ଯେତେ କିଲୋ 50 କିଲୋ ହେବ 30 କିଲୋ ହେବ, ସେଇ ଟ୍ରେଟାକୁ ଆପଣମାନେ କାଲକୁଲେସନ୍ କରି ଯୋଡ଼ିବେ ଯେ କେତେ ଟଙ୍କା ହେବ। ସେ ଗୋଟେ କିଲୋ ରେଟ୍ରେ କି ମୂଲ ଡକାଯିବ। ସେଇ ମୂଲଟାକୁ ଆପଣମାନେ ଯୋଡ଼ିବେ ଯେତେ କିଲୋ ହେବ, ସେଇ ହିସାବରେ ଯୋଡ଼ିକି ଆପଣ ସେ ଟ୍ରେଟା କେତେ କିଲୋ ହେବ କେତେ ଟଙ୍କା ହେବ ସେଇଟା ଆଣିବେ। ବର୍ତ୍ତମାନ ପାଇଁ କୁଡ଼ ଜାତୀୟ ବର୍ତ୍ତମାନ ଢଳା ହେଲା। ଏ କୁଡ଼ଟା ବର୍ତ୍ତମାନ ଯେଉଁ ମାଛ ଛୁଣ୍ଟା ହେବ, ସବୁ ମାଛ ଧରିକି ଜାଲ ଆସିଲା ପରେ କଙ୍କଡ଼ା ମାଛ ଯେଉଁ ମାଛ ଅଲଗା ଥିବ ତାକୁ ଅଲଗା କରାଯିବ। ଆଉ ତାପରେ ଆପଣ ଦେଖୁଛନ୍ତି ବଡ଼ ମାଛଟା ଅଲଗା କରୁଛନ୍ତି, ଚିଙ୍ଗୁଡ଼ି ମାଛଟା ଅଲଗା କରୁଛନ୍ତି, କଙ୍କଡ଼ାଟା ଅଲଗା କରୁଛନ୍ତି, ଯାହାକି ସବୁ ମାଛଟା ଅଲଗା ଅଲଗା ରେଟ୍ରେ ବିକ୍ରି ହେବ। ସେଥିପାଇଁ ଆଉ ଯେଉଁଗୁଡ଼ାକ ଗୋଟେ ମାଛ ପଡ଼ିଥାଏ, ଯେଉଁ ଅଲଗା ଜାତିରେ ଯେଉଁମାନଙ୍କୁ ସବୁ ଗୋଟେ ମାଛ ପଡ଼ିଥାଏ, ତାକୁ ଅଲଗା ଗୋଟେ ସାଇଡ଼୍ କରାଯାଏ। ଯାହାକି ଛୋଟ ବେପାରୀ ଯାଏ, ଛୋଟ ବେପାରୀ ଗଲେ ଆଉ ସେଠୁ ଛୋଟ ମାଛ ଯେଉଁ ଏକ୍ସଟ୍ରା ଗୋଟେ ମାଛ ବାହାରିଥାଏ, ତାକୁ ସେ ମାଛଟାକୁ ଅଲଗା ସାଇଡ଼୍ରେ କଟିଂ କରିକି କାଢ଼ି ଦିଅନ୍ତି। ଯେ 5 କିଲୋ 10 କିଲୋ ହେଲା ହୁଣ୍ଡା ବାଲିଆ, ମାନେ ଏତିକି ମାଛ ତୁ ହେଇଯିବୁ, ଏତିକି ଟଙ୍କା 30 ଟଙ୍କା 40 ଟଙ୍କା ହେବ ଏମିତି। ଆଉ ମାଛ ଜାଲ ମାଡ଼ ଖାଇ ଯାଉଛନ୍ତି, ସେଇଟା ସାଇଡ଼୍ କରିଦେଉଛନ୍ତି। ଆଉ ଦେଖିଲେ ମାନେ ଆଉ ସେପଟ ଲାଇନ୍ଟା ବି ସେମିତିଆ,